ଗତ ଖରିଫ ଋତୁରେ ଆମେ କିଛି ଚାଷୀ ରୋହିତ ରେଜିଷ୍ଟ୍ରେସନ ନା କରିପାରି ଯେନ୍ଟାକି ଆମର ସୋସାଇଟିର ଅବହେଳା ଯୋଗୁଁ ଆମେ ଆମେ କଲେକ୍ଟର ଅଫିସ 70 ଦିନ ଆନ୍ଦୋଳନ କରିଥିଲୁ। ସେଥିପରେ କେହି ପ୍ରଶାସନ ବି ଆମ କଥା ନା ଶୁଣିଥିଲେ। ତାର ପରେ ମୁଇଁ ଇଚ୍ଛାମୃତ୍ୟୁ ବି ଆବେଦନ କରିଥିଲି, ସେଟା ବି କେହି ନା ଶୁଣିଥିଲେ। ଯେନ୍ଟାକି ସେଟା ପଳେଇଗଲାନ, ମାସେ ପାସ୍ ହେଇଗଲାନ। ରେହାଜି ଯେନ୍ଟାକି ଆମର ପ୍ରତାପର ନିର୍ବାଚନ ମଣ୍ଡଳୀର ନିହାର ମହାନନ୍ଦ ଯେନ୍ଟାକି ଆମର ଏମଏଲଏ ଅଛନ୍, ସେ ଆମର ଚାଷୀମାନଙ୍କର ଦୁଃଖ ଟିକେ ବୁଝିକରି ସେ ଆମର ଚାଷୀମାନଙ୍କର ଧାନ ସବୁ ଉଠଉଛନ୍। ଏଟା ଆଜି ମୋର ଧାନ ବି ଲୋଡ ହଉଛି, ସେଥିଲାଗି ଆମେ ସବୁ ଚାଷୀ ବହୁତ ଖୁସ ଅଛୁ। ବହୁତ ବହୁତ ଧନ୍ୟବାଦ। আর আমার জীবনকে বঁচে নিছন যেন্টাকি আমার এমএলএ নিহার রঞ্জন মাহানো। ହଁ ବିଜେଡି ବାଲେ ବି ଆସିଥିଲେ, କଂଗ୍ରେସ ବାଲେ ବି ଆସିଥିଲେ, ସବେ ଆଶ୍ୱାସନା ଦେଇକିରି ସମସ୍ତେ ପଳେଇଦେଲେ। କିନ୍ତୁ ମୋର ଧାନ ବିକବାର ଲାଗି କେବେ ବି ଇଟା ନାଇଁ କହିथे। আর ଯେନ୍ଟାକି ଆମର ଏମଏଲଏ ମୋର ଧାନ ଉଠେଇ ନେଇଛନ୍, ମୋର ବି ନୁହେଁ ଆମର ସବୁ ଚାଷୀମାନଙ୍କର ଧାନ ଉଠେଇ ନେଇଛନ୍। ସେଥିଲାଗି ଆମେ ବହୁତ ଖୁସି ଅଛୁ। ଆମେ ଇହାଦେ ଖୁସି ହେ ଯେତ୍କି ହେଲେ ଧାନଟା ଉଠେଇଲେ ବି ଆମର ଔଷଧ ଅଛି। এই চলে উঠেলা হেতু কিছু অসুবিধা না আমার ধন্যবাদ আমার বিধায়কଙ୍କୁ ଯିଏ କି ଆମର ଦୁଃଖକେ ଦେଖିଲେ ତାକୁ ଆନ୍ତରିକ ହିସାବରେ ଆମେ ଧନ୍ୟବାଦ ଦଉଛେ। ନହେଲେ ଆମର ଧାନ ତ ନା ଉଠୁଛି, କମ ସେ ବିଚାର କଲେ ମୋର ବିଧାୟକ ଧନ୍ୟବାଦ ଦଉଛନ୍ତି।